ଖାଇବନି କଲେ ସକାଳେ ତ ମୁଁ ଖାଇବା ପାଇଁ ପଡ଼ିବ। କ'ଣ କରିବି ବୋଲି ଭାବିକି ଯାଇକି ଦୁଇଟା ଇଡ଼ଲି ଖାଇଲି। ଦୁଇଟା ଇଡ଼ଲି ଖାଇକି 9ଟା ବେଳେ ପଳେଇଗଲି, 9ଟା ଅଧରେ ପଳେଇଗଲି ଡ୍ୟୁଟି। ଦୁଇଟା ଇଡ଼ଲି ଖାଇକି ଗୋଟେ ଗ୍ଲାସ୍ ପାଣି ପିଇଦେଲି, ଦୁଇଟା ଇଡ଼ଲି ସାମ୍ବର ସହିତ ଖାଇଦେଲି। ଭଲ ଲାଗେ। ଆଇସ୍କ୍ରିମ୍ କିଣିଦେଲି, ଆଇସ୍କ୍ରିମ୍ ଚକୋଲେଟ୍ ଆଇସ୍କ୍ରିମ୍ କିଣିକି ଯାଇକି ସେପଟେ ଯାଇକି ସେଠି ବସିଲି ଆରାମରେ ଗୋଟେ 10 ମିନିଟ୍ ଖାଇ ତାପରେ ହେଲା। ଦେଖ ଆଇସ୍କ୍ରିମ୍ ଖାଇଲା ପରେ କ'ଣ ଖାଇଲା ମାନେ ମୁଁ କେମିତିଆ ପାଗଳ ପିଲା ଦେଖ। ପଲୁ ସେଟା ମସରୁମ୍ ବିରିୟାନୀ ଖାଇଛି, ତାପରେ ଆଇସ୍କ୍ରିମ୍ ଖାଇଲି, ତାପରେ ସାଇଲେଣ୍ଟ ପଳେଇ ଯିବାର ଅଛି ନା ନା। ହାଇ ସାଙ୍ଗମାନେ, ୱେଲକମ୍ ଟୁ ମାଇ ବ୍ଲଗ୍ ଅଷ୍ଟମ ବିଷ୍ଣୁ ବ୍ଲଗ୍ସ 2। ସନ୍ଧ୍ୟା ହେଇଗଲା ସାଙ୍ଗମାନେ, ଆଜି ଟିକେ ଜଲ୍ଦି ମୁଁ ଡ୍ୟୁଟିରୁ ପଳେଇ ଆସିଛି। କ'ଣ କରିବା କୁହ, ଆଜି 9:30ରେ ମୁଁ ଡାକିଦେଲେ। 9:30 ଡାକିଲେ କ'ଣ ପ୍ରୋବ୍ଲେମ୍ ହୁଏ ଆଉ ଜଲ୍ଦି ଯାଇକି ଆସିଲେ କ'ଣ ପ୍ରୋବ୍ଲେମ୍ ହୁଏ ସବୁ କିଛି କହିବି ସାଙ୍ଗମାନେ ବ୍ଲଗ୍ରେ। ଟିକେ ଲାଷ୍ଟ ପର୍ଯ୍ୟନ୍ତ ଟିକେ ଦେଖନ୍ତୁ, ମଜା ଲାଗିବ ଭିଡ଼ିଓଟା। ସାଙ୍ଗମାନେ ଏବେ ଆସିଲି ରୁମ୍କୁ ଆସିଲା ବେଳକୁ କ'ଣ ଗୋଟେ ପ୍ରୋବ୍ଲେମ୍ ମାନେ 5 ମହଲା ବିଲ୍ଡିଂ ଅଟେ। 5 ମହଲା ବିଲ୍ଡିଂ ମାନେ କହିଲେ ଏଇ ପାଉଚ ଚଢ଼ିଲା ବେଳକୁ ବେଶୀ ଟେନସନ୍ ମୋତେ। ଏଇଟା ଗୋଟେ ଟେନସନ୍, 5 ମହଲା ବିଲ୍ଡିଂ ରହିବା ପାଇଁ ଟେନସନ୍ ନାହିଁ, ପାଉଚ ଚଢ଼ିଲା ବେଳକୁ ଟେନସନ୍। କ'ଣ ଗ୍ୟାସ୍ ସରିଗଲେ କେମିତି ଆଣିବ, ପାଣି କ୍ୟାନ୍ ସରିଗଲେ କେମିତି ଆଣିବ, ଏମିତିଆ ଟେନସନ୍ ଥାଏ ମୋ ପାଇଁ। ନହେଲେ ମୁଁ 5 ମହଲା ବିଲ୍ଡିଂ କେବେ ବି ମୁଁ ରହିଥାନ୍ତି। ସେଥିପାଇଁ ଆମେ ରହୁନଥିଲି, ହେଲେ ରୁମ୍ କେଉଁଠି ମିଳୁନଥିଲା, ସେଥିପାଇଁ ନେଲି ମୁଁ। ହାଲିଆ ହେଇଗଲି, ସେଇଟା ପାଇଁ ବ୍ଲଗ୍ ଟିକେ ଲେଟ୍ରେ ବନେଇଲି ମୁଁ। କ'ଣ କରିବି ସାଙ୍ଗମାନେ, ସକାଳୁ 8ଟା ଅଧରେ ଉଠି ପଡ଼ିଲି। କାହିଁକି 9ଟାରେ ଡ୍ୟୁଟି ବୋଲି କହିଲେ, 9ଟା ଅଧରେ ବୋଲି କହିଲେ 8ଟା ଅଧରେ ରେଡ଼ି ହେବାର ଅଛି। 8ଟା ଅଧେ ବେଳେ ଉଠି ପଡ଼ିଲି। ଆଉ କ'ଣ କରିବି, ମୋ ବେବି କହିଲି ବେବି ମୁଁ ଜଲ୍ଦି ଟିକେ ଯିବା ପାଇଁ ପଡ଼ିବ, ଆଉ ଆଜି ରୋଷେଇ କର ନାହିଁ, ସେମିତି ଛାଡ଼ିଦିଅ, ପରେ ଦେଖାଯାଉ। ଆଉ ମୁଁ ତ ପଳେଇଯିବି, ମୁଁ ତ ଏବେ ଖାଇବି ନାହିଁ, ତୁମେ ବି ତ ସକାଳେ ଖାଇବ ନାହିଁ ବୋଲି ଗଲି। ଖାଇବ ନାହିଁ ବୋଲି କହିଲେ ସକାଳେ ତ ମୁଁ ଖାଇବା ପାଇଁ ପଡ଼ିବ। କ'ଣ କରିବି ବୋଲି ଭାବିକି ଯାଇକି ଦୁଇଟା ଇଡ଼ଲି ଖାଇଲି। ଦୁଇଟା ଇଡ଼ଲି ଖାଇକି 9ଟା ବେଳେ ପଳେଇଗଲି, 9ଟା ଅଧରେ ପଳେଇଗଲି ଡ୍ୟୁଟି। ଦୁଇଟା ଇଡ଼ଲି ଖାଇକି ଗୋଟେ ଗ୍ଲାସ୍ ପାଣି ପିଇଦେଲି, ଦୁଇଟା ଇଡ଼ଲି ସାମ୍ବର ସହିତ ଖାଇଦେଲି। ଭଲ ଲାଗିଲା, ଟିକେ ପେଟ ଟିକେ ଜଗିଲା। ପଳେଇଗଲି ଡ୍ୟୁଟିକି। ଡ୍ୟୁଟି ଗଲେ ସେଇଟା ଗୋଟେ ଟେନସନ୍। ସେମିତି ଡ୍ୟୁଟି କଲି ଆଉ ତାପରେ 12ଟା ବେଳେ ଆହୁରି ଭୋକ ଲାଗିଲା। ମାନେ ଆଜି କେତେଥର ଖାଇଲି ଆପଣମାନେ କହିବି ଦେଖ। ମୋତେ ଭୋକ ଲାଗିଲେ ମୁଁ କ'ଣ କରେ, ଏମିତି କାମ କରେ ମୁଁ। ସେଥିପାଇଁ ମୋ ବେବି ରାଗୁଥିବ ମୋତେ ହେଲା। ତାପରେ ମୁଁ କ'ଣ କଲି, ଯାଇକି 12ଟା ବେଳେ ଆଉ ଥରେ ଯାଇକି ମସରୁମ୍ ବିରିୟାନୀ ଖାଇଲି। ମସରୁମ୍ ବିରିୟାନୀ ଖାଇଲି, ତାପରେ ଖାଇକି ଆଉ ଡ୍ୟୁଟିକି ପଳେଇଲି। ଆଉ ଡ୍ୟୁଟିରେ କାମ କଲି ଥକି ବିଜାର ହେଇକି କାମ କଲି। ତାପରେ ଫିର୍ ଆଉ 4ଟା ବେଳକୁ ଖାଇଲି। ମାନେ ଦେଖ 9ଟା ବେଳେ ଖାଇଲି, ତାପରେ 12ଟା ବେଳେ ଖାଇଲି, ତାପରେ ଆଉ 4ଟା ବେଳେ ମାନେ ମୁଁ ଟିକେ ଲେଟ୍ରେ ଯାଏ, ସେଥିପାଇଁ ମୁଁ 4ଟା ବେଳେ ଗଲି। କାହିଁକି ମାନେ ମୁଁ ଟିକେ ଅଧିକ କାମ କରେ ନା, ସେଥିପାଇଁ ମୁଁ ଲେଟ୍ରେ ଯାଏ। ତାପରେ ଲେଟ୍ରେ ଗଲା ପରେ 4ଟା ବେଳେ ଗଲି। ଫିର୍ ଆଉ କ'ଣ କରିବି, ଆଉ କେଉଁଟା ମୋତେ ବାଟ ମିଳିଲାନି, ଆନା ସାମ୍ବର ତ ମୁଁ ଖାଇବିନି, କ'ଣ କରିବି ବୋଲି କହିକି ଆଉ ମସରୁମ୍ ବିରିୟାନୀ ଖାଇଲି। ଖାଇଦେଲା ପରେ ଯାଇକି ପୁରା ରାଗ ହେଇଥିଲା। ରାଗ ତ ମୁଁ ଖାଇପାରେ ନାହିଁ, ଏ ବୁକା ପାଟି ଛାଡ଼ିଲା ବାହାରି ପଡ଼ିଛି ପେଟ ଗରମକୁ। ତାପରେ ରାଗ ଖାଇ ଦେଇଛି, ଆଉ ପୁରା ପାଟି ପୁରା ଜଳୁଛି, ପୁରା ସୁସା କରି ଖାଇ ଦେଇଛି ମୁଁ। ତାପରେ ଆଉ କ'ଣ କରିବି ବୋଲି କହିକି ଆଉ ରାଗ ଲାଗୁଥିଲା। ରାଗ ଲାଗିଲେ ମୁଁ କ'ଣ କରେ, ଆଉ ଗୋଟେ କଥା ବୁଝିବି। ରାଗ ଲାଗିଲେ ମୁଁ କ'ଣ କରେ, ଥଣ୍ଡା ଜିନିଷ କ'ଣ ଖାଇଦିଏ, ନା ଥଣ୍ଡା ପିଇଦିଏ, ନା ମିଠା ଖାଇଦିଏ। ସେତେବେଳେ ମୋତେ କିଛି ଅପସନ୍ ମିଳିଲା ନାହିଁ। ସେତେବେଳେ ମୁଁ କ'ଣ କଲି, ସେତେବେଳେ ମୁଁ ଯାଇକି ମେଡ଼ିକାଲ୍ ସପ୍ରେ ଆଇସ୍କ୍ରିମ୍ କିଣିଦେଲି। ଆଇସ୍କ୍ରିମ୍ ଚକୋଲେଟ୍ ଆଇସ୍କ୍ରିମ୍ କିଣିକି ଯାଇକି ସେପଟେ ଯାଇକି ସେଠି ବସିଲି ଆରାମରେ ଗୋଟେ 10 ମିନିଟ୍ ଖାଇ ତାପରେ ହେଲା। ଦେଖ ଆଇସ୍କ୍ରିମ୍ ଖାଇଲା ପରେ କ'ଣ ଖାଇଲା ମାନେ ମୁଁ କେମିତିଆ ପାଗଳ ପିଲା ଦେଖ। ସେଟା ପଲୁ ସେଟା ମସରୁମ୍ ବିରିୟାନୀ ଖାଇଛି, ତାପରେ ଆଇସ୍କ୍ରିମ୍ ଖାଇଲି, ତାପରେ ସାଇଲେଣ୍ଟ ପଳେଇ ଯିବାର ଅଛି ନା ନା। ତାପରେ ବାଟରେ ଆସିଲା ବେଳେ ଏଇଟା ବଟର୍ ମିଲ୍କ ଧରିକି ଆଣିଲି। ଦେଖନ୍ତୁ ଏଇଟା ଗୋଟେ ପିଇଲି, ଏଇଟା ଗୋଟେ ଆଣିକି ଏଇଟା ଗୋଟେ ପିଇକି ଗଲି, ସେଠି ଆରାମରେ ବସିଲି। ତାପରେ ଆଉ ଡ୍ୟୁଟିକି ପଳେଇଲି। ଆଉ ତାପରେ ଏବେ 6:30 ହେଇଗଲା। 6:30 ହେଲା ବେଳକୁ ଅର୍ଜେଣ୍ଟରେ ଆଉ କ'ଣ କରିବି, ଗଲି ଫିନିସ୍ କରିଦିଏ। କାହିଁକି ମାନେ ଆଉ ରୁମ୍କୁ ପଳେଇ ଆସିଲା ପରେ ଆଉ ମୋ 10ଟାରେ ଯିବା ପାଇଁ ଇଚ୍ଛା ନାହିଁ, ଯେଉଁଟା ଡ୍ୟୁଟିରେ ଫିନିସ୍ କରିଦିଏ। ଟିକେ ଅର୍ଜେଣ୍ଟ ଲାଗିଲା ବେଳକୁ 6:10 6:20ରେ ଗଲି। 6ଟା ଅଧେ ହେଇଗଲା। ଆଉ ତାପରେ ଡ୍ୟୁଟି ପଳେଇ ଆସିଲି। ତାପରେ ବାଟରେ ଆସିଲା ବେଳେ ହେଲେ ମୋତେ ବାଟରେ ଆସିଲେ ଗରମକୁ ଆଉ ଥଣ୍ଡା ପିଇବା ପାଇଁ ଇଚ୍ଛା। ଆଉ କ'ଣ କରିବି ବୋଲି ଏମିତି ବାଟରେ ଆସିଲା ବେଳେ
से बाटे ठेला गाड़ी गोटे देखा ठेला गाड़ी कौन लेमन सोडा लेमन सोडा मिसे दिए पचारि रखे रखे कहले स्टप स्टप बोली कही कहली लेमन सोडा गोटे कर दिए गरम मुंड खराब है बोली कही लेमन सोडा करदेला लेमन सोडा कलापर 20 टଙ୍କା पे कली जोड़ी गले फोन पे सांग मैंने आज मो बेबीर पैसा 200 टଙ୍କା मुझे नहीं जाइली काली 200 टଙ୍କା नेली खर्च करदेली आज भी 200 टଙ୍କା तार अष्टमी मागिच कहीं मो पाखे पैसा ना कौन कर सांग मैंने मुझ समस्त पैसा दिए मत मात्र किए पैसा दिखती ना गोटे अष्टमी छाड़ी से अष्टमी का मत देखुच सब मो पाखे पैसा ना से अष्टमी का मत दब आ कौन कर 200 टଙ୍କା मागिली से 200 टଙ୍କା भी खर्च होगा तापर 20 टଙ୍କା से सोडा पिंदेली गली मो बेबी पाखु कहली चाबी दियो से चाबी देला बाटे आसला आउ कौन कर आउ भोक लगे बाटे कौन खाई बोलिकी से कदली भाजी थी कदली भाजी 10 टଙ୍କା मागिली कहीं 20 टଙ୍କା खाइले बुक्का पेट पूरा जलुची सका से मशरूम बिरियानी खाई देती आ इडली खाई देती बोलिकी मो इडली तो फेवरेट जहाँ खाइले खाइबी ना इडली मात्र जमी खाइबी तापर कौन करी खाई सारापर से खाइली भाजिक खाई आउ गोटे होटेल देखुची आ कौन खाइबी ना गुलाब जाम खाइ बोली कहली ना 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 आउ राति अलग खाइबा पड़ो कहीं मैंने रोसे करनी रोसे कहीं मैंने करे ना बोली कहले एमती आम बिजार लगे मत मो बेबी बिजार से बोलिकी आ काली मोर छुट्टी अच्छी काली भी रोसे बंद छुट्टी थे रोसईबास किसी ना छुट्टी थे आड़े जहाँ भी खाई माने सप्ताह को 2 थर माने मास को मिनिमम 8 थर रोसई बंद से गोटे आम डिसाइड आम अष्टमी मोर तार 4 दिन मोर 4 दिन से कौन करिया से तार तो ड्यूटी छुट्टी भी कला ना सी मु छुट्टी करी मोर काली छुट्टी माने गुरुवार दिन ये आज मोर छुट्टी दे था देला ना काम अच्छी बिजी काम बोली मत काली छुट्टी देला जमी काली छुट्टी हेल्ले मु रही रूम रही मो बेबी छाड़देवी भावुची चिकेन आनी बोलिकी देखिए काली बेस दिन चिकेन आनी नुआ रूम आसला चिकेन आनी नुआ रूम 8 तारिख 9-10 तारिख आसलु आज है हाँ ऑलमोस्ट 15-16 दिन है आसिक चिकेन आनी काली चिकेन आनी चिकेन ब्लॉग भी बन छाड़देवी मुझे कूल माइंड टे अच्छे बोली आपण मैंने भल क्लारीटी मो कथा मुझे मुझे कथा भी कहबी ना मोर मु कौन खाए कौन ना मत लाज लगे किए आमर जी पिला मैंने देखले रागी एत खाऊँ एत ये करमती सांग मैंने पैसा कौन है पैसा नहीं सब खर्च करुए मो बेबी मो सब गाड़ी कर मु खाई 10 टଙ୍କା बोली कह तु खाऊ 6 टଙ୍କା बोली मो बेबी गाड़ी कर 200 टଙ୍କା नहीं भी मुझे खाई सी मात्र खर्च कर फोन पे थे मुझे पैसा मुझे खर्च कर दिए कही के पैसा ना बेबी 200 टଙ୍କା छाड़ 300 टଙ୍କା छाड़ पर दिन 2 दिन तले 400 टଙ୍କା नहीं जाती तापर काली 200 आज 200 सेमती नहीं 800 टଙ୍କା मुझे खर्च कर देती से रागी काली घर छुट्टी अच्छी पैसा मागी आउ 200 टଙ୍କା 300 टଙ୍କା मागी कह फिल्म देखा जी कहली काली गोटे फिल्म अच्छी तापर कौन करी आसली कदली भाजी खाइला आसली आ कौन करी ठंडा पीबी ना बोली जाणिका तापर यहाँ 2टा दही पैकेट आनली कहीं पेट पूरा गरम रोचे ना से दही पैकेट पीबी आराम रे तापर काली गोटे जिनस आनी रखी खायापी चल देख खरा को फैन रूम पवन बाजुला से फैन कथा देखी फैन देख पूरा तलुआ हो से फैन तलुआ हो पवन आसुनी से बोली मुझे कौच आ छोट फैन मो बेबी कौच काली आनिकी रखी मत खायापी काली आनी रखी मत मैंने बेसी इच्छा मुझे सब जगह बेसी मोर फेवरेट जगह जोड़ा था से आनी खाए से मुझे लगे पानी कैन भी खाली हो जाए कल तो छुट्टी अच्छी आने पड़ो चलो बस तुम सहित कथा देख आप छात ए पूरा ठंडा पवन बाजो ये बोली आसिक आराम बसची एमती साग मैंने मो कथा मैंने मो कथा कहले मिनिमम 20-30 मिनट भी हो मुझे पिला मो दिन खाली एत सुंदर हो मो कथा कहले एमती दिन को 30 मिनट भी हो कहे ना मोटे लाज लगे मुझे ब्लॉग वीडियो बनाई मुझे सब कथा सेयार करदेवी किए मन निजर किए देखिए फैमिली कहले मैंने आ मत खराब भावे क्या मुझे अधिकांश ब्लॉग वीडियो बनाए ना कम बनाए बनाया पड़ी मत वीडियो पूरा वीडियो मुझे छाड़ी कौन कर आ मो ब्लूटूथ देखिए सांग मैंने मोर मोबाइल हूँ Vivo V40
38,000 ଟଙ୍କା ଦେଇକି ମୁଁ କିଣିଥିଲି। ସେଟା ବି ମୋ ବେବି ମୋତେ କିଣିକି ଦେଇଛି। ଯାହା ବି ଅଷ୍ଟମୀ ମୋତେ କିଣିକି ଦିଏ, ଯାହା କହିବି ମାନେ ସେ କିଣିକି ଦିଏ। ତ ଏବେ ବି କହିଲି, ମୁଁ କହିଲି ବେବି ତୁମ ପାଇଁ କ'ଣ ମୋବାଇଲ୍ ଦରକାର କହିଲେ, କହୁଛି ମୋତେ ସେଟା କ'ଣ ସେଟା ଗୋଟେ ଓପୋ କ'ଣ ଗୋଟେ ଆସିଛି 45,000 ଟଙ୍କା। ଓପୋ ନା ସେଟା ଗୋଟେ କେଉଁ ମୋବାଇଲ୍ଟା ଗୋଟେ 45,000 ଟଙ୍କା, ସେଇଟା କିଣିଲେ ବୋଲି କହୁଛି। ମୁଁ କହିଲି ହଁ ବେବି କିଣିଦେବି। ଆଉ ମୁଁ କହିଲି ଆମ ମୋବାଇଲ୍ ତୁମେ ନେଇଯାଅ, ସେ ମୋବାଇଲ୍ ମୁଁ ଧରିବି ବୋଲି କହିଲି ହଁ କହୁଛି। ମାନେ ତାକୁ ମୋବାଇଲ୍ ସେଠି ଫରକ ପଡ଼ିବନି, କହିବ ମାତ୍ର ମୋତେ ଏଇ ମୋବାଇଲ୍ ଇଚ୍ଛା ହେଲେ ବି ସେ କହେ ଫରକ ପଡ଼ିବ ନାହିଁ ତା'ର। ମୁଁ କହିଲି ନାଇଁ ମା, ମୋ ପାଖରେ ପଇସା ନାହିଁ, କିଛି ଏବେ ଲୋନ୍ ଫୋନ୍ କରିକି ପଇସା ଆଣିବା ଦରକାର ନାହିଁ, ମୋବାଇଲ୍ ଆଣିବା ଦରକାର ନାହିଁ କହିଲାରୁ ସେଠି ଶାନ୍ତ ହେଲା। ସିଏ ବି କହେ ମୋତେ ନା ମୋ ମୋବାଇଲ୍ ଏବେ 4 ବର୍ଷ ହେଲା, ଆଉ 2 ବର୍ଷ ଚଲେଇବି ସେ ମୋବାଇଲ୍ 12,000 ଟଙ୍କା ମୋବାଇଲ୍, ତାପରେ ମୋତେ କିଣିକି ଦେବ ସିନା, ତୁମେ ମୋବାଇଲ୍ ଏନ୍ଜୟ କର, ତୁମେ ତୁମ ଇଚ୍ଛାରେ ତୁମେ ରୁହ, ଟେନସନ୍ ନିଅ ନାହିଁ ଏମିତି କହେ ମୋତେ। ସେ ବେଶୀ ମୋତେ ଷ୍ଟ୍ରଙ୍ଗ ଦିଏ, ମୋତେ ଷ୍ଟ୍ରଙ୍ଗ ମୋତେ ରଖେ ଏମିତି ବି। ଆଉ ଏ ବ୍ଲୁଟୁଥ୍ ବି ମୋତେ କିଣିକି ଦେଇଥିଲା, ଏଇଟା ଆଉ 3,000 ଟଙ୍କା। ମାନେ ଦେଖନ୍ତୁ କେତେ ଖର୍ଚ୍ଚ କରେ ବ୍ଲୁଟୁଥ୍ ମୋର, ଦେଖ ପୁରା ମିନିମମ୍ 2-3 ଦିନ ଚାର୍ଜ ଆରାମ। ମୁଁ ବେଶୀ ୟୁଜ୍ କରେ ନା, ଗୋଟେ କାନରେ ସବୁବେଳେ ମୁଁ ୟୁଜ୍ କରେ। এতিয়া ବି ଏବେ ଯାଇକି ଆସିଲା ବେଳେ, ବାଟରେ ଆସିଲା ବେଳେ ଗୋଟେ କାନରେ ମୁଁ ବେଶୀ ୟୁଜ୍ କରେନି। ଆଗରେ ମୁଁ ବେଶୀ ଇୟରଫୋନ୍ ଚଲାଉଥିଲି ବେଶୀ, ଏବେ ସେମିତି ନାହିଁ। ଖାଲି ଆଉ ଫ୍ରି ଫାୟାର୍ ଖେଳିଲା ବେଳେ, ଫ୍ରି ଫାୟାର୍ରେ ବି ଗୋଟେ ଦିନ କହିବି ସେ ଫ୍ରି ଫାୟାର୍ ଆଉ କ'ଣ ପାଇଁ ମୁଁ ଷ୍ଟାର୍ଟ କଲି, କ'ଣ ପାଇଁ ନା ସବୁ କିଛି କଥା କହିବି। ହଉ ସାଙ୍ଗମାନେ, ଏଇଟା ଟିକେ ଲଙ୍ଗ୍ ଭିଡ଼ିଓ ହେଇଗଲା, ହେଲେ ଆଡ଼ଜଷ୍ଟ କର ଟିକେ। କ'ଣ ମିଷ୍ଟେକ୍ ଥିଲେ, ଭୁଲ ଭାଲ ଥିଲେ କରେକ୍ସନ୍ କରିଦିଅ, ମେସେଜ୍ କର। ହଉ ସାଙ୍ଗମାନେ, ଭିଡ଼ିଓ ଭଲ ଲାଗିଲେ ଲାଇକ୍ ସେୟାର ସବସ୍କ୍ରାଇବ୍ କରିଦିଅ। ଟିକେ ଡାଉନ୍ ହେଇଯାଉଛି ମୋର ଟିକେ ଚ୍ୟାନେଲ୍ଟା, ଅତି କମ୍ରେ 1400 ସବସ୍କ୍ରାଇବ୍ ହେବା ପାଇଁ ଯାଉଛି। ଆଉ ଆମ ୟୁଟ୍ୟୁବ୍ ଫ୍ୟାମିଲି ମୋ ତରଫରୁ ସମସ୍ତଙ୍କୁ ଥ୍ୟାଙ୍କ ୟୁ। ହଉ ସାଙ୍ଗମାନେ, ଏତିକି ରଖୁଛି, ବାଏ ବାଏ। ଦେଖିବା ପରେ ବ୍ଲଗ୍ ତ ମୋ ବେବି ଆସିଲେ କରିପାରେ ନା, ସର୍ଟ ଭିଡ଼ିଓ କରିପାରେ, ଦେଖିଦିଅନ୍ତୁ। ହଉ ବାଏ ବାଏ, ଗୁଡ଼୍ ନାଇଟ୍।